अष्टम वेतन कमिशन को नहीं कर्मचारी आसिला नुआ अपडेट नुआ पे स्केल लागू होगाकू नहीं आसिला बड़ खबर। तेबे कौन रही संपूर्ण अपडेट आसतु जाना ता पूर्व चैनल रे नुआ थिले चैनल टी सब्सक्राइब करी रखंतु एमिति गुरुत्वपूर्ण अपडेट सबुठु प्रथमे पाइबा पई। 50 लक्ष केंद्र सरकारी कर्मचारी एवं 65 लक्ष पेंशनभोगी एक गुरुत्वपूर्ण उपहार पाई परिबे। अष्टम वेतन कमिशन गठन सहित एक गुरुत्वपूर्ण दरमा वृद्धि पाई प्रस्तुति त्वरान्वित होइछि। आकलन कराଯାଉଛି जे सर्वनिम्न मौलिक दरमा 18,000 टंकारु 51,480 टंका को वृद्धि पाइब। जदि आपण एक सरकारी विभागर अंश तेबे नुआ दरमा गठन आपणक पकेट उपरे कोन प्रभाव पकाइब ताहा बुझिबा अत्यंत गुरुत्वपूर्ण अटे। मुद्रास्फीतिर ଏହି ଯୁଗରେ ସର୍ବନିମ୍ନ ମୌଳିକ ଦରମାରେ ପ୍ରାୟ 3 ଗୁଣ ବୃଦ୍ଧିର ଗୁଜବ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇ ଦେଇଛି। ତେବେ ମୂଳ ଦରମା କ'ଣ ସିଧାସଳଖ 18,000ରୁ 51,000କୁ ବୃଦ୍ଧି ପାଇବ କି? ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ ନିମ୍ନ ସ୍ତରର କର୍ମଚାରୀମାନେ ସର୍ବାଧିକ ଲାଭ ପାଇବେ ବୋଲି ଆଶା କରାଯାଉଛି। ଯଦିଓ ସର୍ବନିମ୍ନ ମୌଳିକ ଦରମା ବର୍ତ୍ତମାନ 18,000 ଟଙ୍କା ରହିଛି, କିନ୍ତୁ ନୂଆ ଗଠନ ଅନୁଯାୟୀ ଏହା 51,480କୁ ବୃଦ୍ଧି ବୋଲି ଦୃଢ଼ ଆକଳନ କରାଯାଉଛି। ମୂଳ ଦରମା କ'ଣ ସିଧାସଳଖ 18,000ରୁ 51,000କୁ ବୃଦ୍ଧି ପାଇବ? ବେତନ କମିଶନଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ ନିମ୍ନ ସ୍ତରର କର୍ମଚାରୀମାନେ ସର୍ବାଧିକ ଲାଭ ପାଇବେ। ଯଦିଓ ସର୍ବନିମ୍ନ ମୌଳିକ ଦରମା ବର୍ତ୍ତମାନ 18,000 ରହିଛି, କିନ୍ତୁ ନୂଆ ଗଠନ ଅନୁଯାୟୀ ଏହା 51,480କୁ ବୃଦ୍ଧି ବୋଲି ଦୃଢ଼ ଆକଳନ କରାଯାଉଛି। ତଥାପି ଏହି ବୃଦ୍ଧି ସମସ୍ତ ସ୍ତରରେ ସମାନ ହେବ ନାହିଁ। ସରକାରଙ୍କ ଦରମା ମ୍ୟାଟ୍ରିକ୍ସ 18ଟି ଭିନ୍ନ ସ୍ତରକୁ ପରିଭାଷିତ କରେ। ପ୍ରତ୍ୟେକ କର୍ମଚାରୀ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କ ବୃଦ୍ଧି ସେମାନଙ୍କର ବର୍ତ୍ତମାନର ମୌଳିକ ଦରମା ଏବଂ ଦରମା ସ୍ତର ଆଧାରରେ ନିର୍ଣ୍ଣୟ କରାଯିବ। କର୍ମଚାରୀଙ୍କ ଟେକ୍ ହୋମ୍ ସାଲାରୀ ବୃଦ୍ଧି ପାଇବ। ନୂଆ କମିଶନର କାର୍ଯ୍ୟ କେବଳ ଦରମା ସଂଖ୍ୟା ବୃଦ୍ଧି କରିବା ନୁହେଁ, ବରଂ ଏହା ଭତ୍ତା ନିର୍ଣ୍ଣୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ମଧ୍ୟ ପୁନଃ ନିର୍ମାଣ କରିପାରିବ। ମହଙ୍ଗା ଭତ୍ତାର ସ୍ତର ସିଧାସଳଖ ଆପଣଙ୍କର ଦରମା ବୃଦ୍ଧିର ଦିଗ ନିର୍ଣ୍ଣୟ କରିବ। ଏହା ବ୍ୟତୀତ ଫିଟମେଣ୍ଟ ଫ୍ୟାକ୍ଟର ଏକ ସମ୍ଭାବ୍ୟ ବୃଦ୍ଧି କର୍ମଚାରୀଙ୍କ ମୋଟ ଆୟକୁ ନୂଆ ଉଚ୍ଚତାକୁ ନେଇଯିବ। ଏହା କେବଳ ନିଯୁକ୍ତିପ୍ରାପ୍ତ ବ୍ୟକ୍ତିମାନଙ୍କର ମାସିକ ଆୟ ନୁହେଁ, ବରଂ ଅବସର ପରେ ପ୍ରାପ୍ତ ପେନ୍ସନ୍ ଏବଂ ଗ୍ରାଚ୍ୟୁଇଟି ପରିମାଣରେ ମଧ୍ୟ ଏକ ଉଲ୍ଲେଖନୀୟ ବୃଦ୍ଧି ପାଇଁ ସିଧାସଳଖ ଲାଭଦାୟକ ହେବ। ଆକାଉଣ୍ଟକୁ ଟଙ୍କା କେବେ ଆସିବ? ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ନୂଆ ଦରମା ଗଠନ କେବେ କାର୍ଯ୍ୟକାରୀ ହେବ? ସରକାର ଦଲିଲ ଅନୁଯାୟୀ ଅଷ୍ଟମ ବେତନ କମିଶନ ପାଇଁ ବିଜ୍ଞପ୍ତି ଜାନୁଆରୀ 17, 2025ରେ ଜାରି କରାଯାଇଥିଲା। ସରକାର ଏହାକୁ ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି। କମିଶନ 2027 ମଧ୍ୟଭାଗ ସୁଦ୍ଧା ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି। ପୂର୍ବ ବେତନ କମିଶନ ଗୁଡ଼ିକର ଟ୍ରାକ୍ ରେକର୍ଡକୁ ଦେଖିଲେ କମିଟି ଗଠନ ଠାରୁ ଏହାର ସୁପାରିଶ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ସାଧାରଣତଃ 2ରୁ 3.5 ବର୍ଷ ସମୟ ଲାଗିଥାଏ। ତେଣୁ କର୍ମଚାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରକୃତ ବୃଦ୍ଧି ଦେଖିବା ପାଇଁ 2026 ଶେଷ କିମ୍ବା 2027 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ତେବେ ଜାଣନ୍ତୁ କିଏ ନୂଆ ଫର୍ମୁଲା ନିଷ୍ପତ୍ତି ନେଉଛି। ଏଥର ସରକାର ଦରମା ଗଠନ ଏବଂ ନୂଆ ପେନ୍ସନ୍ ଫର୍ମୁଲା ଗଠନ କରିବା ପାଇଁ ଏକ ଅତ୍ୟନ୍ତ ଦକ୍ଷ ଏବଂ ଅଭିଜ୍ଞ ଦଳକୁ ମଇଦାନକୁ ଆଣିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲର ମୁଖ୍ୟ ଭାବରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ନିଯୁକ୍ତି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ପୁଲକ ଘୋଷ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ପଙ୍କଜ ଚୌହାନ ମଧ୍ୟ ଏହି ଦଳର ସଦସ୍ୟ ଅଟନ୍ତି। ଏହି ପ୍ୟାନେଲ ବନ୍ଦ ଦ୍ୱାରା ପଛରେ ନୁହେଁ, ଭୂମିର କାମ କରୁଛି। କର୍ମଚାରୀ ସଂଘ, ଶ୍ରମିକ ସଂଗଠନ ଏବଂ ପେନ୍ସନଭୋଗୀ ସଂଘ ସହିତ ଆଲୋଚନା ଆରମ୍ଭ ହୋଇସାରିଛି। ସମ୍ପ୍ରତି ସମସ୍ତ ଅଂଶୀଦାରଙ୍କ ଠାରୁ ମତାମତ ସଂଗ୍ରହ କରିବା ପାଇଁ ମାର୍ଚ୍ଚ ଏବଂ ଏପ୍ରିଲ 2026 ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଖବର ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ